ଶେଷରେ ହେଲା ମଙ୍ଗଳବାର ସମୟ ବିରାଟ ନାରୀଙ୍କ ବନ ଦୁର୍ଗା ପୂଜାର। ତେଣୁ ମଙ୍ଗଳବାର ନାରୀମାନେ ଯାଉଛନ୍ତି ସନ୍ଧ୍ୟା ସମୟରେ ଆପଣଙ୍କ ବନ ଦୁର୍ଗା ପୂଜା କରିବା ଏବଂ ସୂର୍ଯ୍ୟଙ୍କ ରକ୍ତିମ କିରଣ ତାଙ୍କ ଉପରେ ପଡ଼ୁଛି। ସୂର୍ଯ୍ୟ ଅସ୍ତ ହେଇଛି। କିଚକ ବସି ବାଲକୋନି ଉପରେ, କିଚକ କାମାନ୍ଧ ପାପାଚାର, ତାର ଦୃଷ୍ଟି ପଡ଼ିଗଲା। କହିଲା ଆରେ ଇଏ ତ ଅଙ୍କ ଦାସୀ, ସିଏ ତ ଶଙ୍କ ଦାସୀ, ଇଏ ତ ମୋ ଭଉଣୀ ସୁଦେଶନା। ତା ଭିତରେ ସୁନ୍ଦରିଆ ନାରୀଟା କିଏ? ସିଏ ବାର ବାର ମୋ ଦୃଷ୍ଟି ଆକର୍ଷଣ କରୁଛି। ମୁଁ ଆଉ ନିଜକୁ ଆୟତ୍ତରେ ରଖିପାରୁନି। ଏ ଜମ୍ବୁନଦ ହାର ମଧ୍ୟରେ କ୍ଷୀର ପଦକ ପରି ଦିଶୁଥିଲେ ନାରୀ ଗହଣେ ଶୈରିନ୍ଦ୍ରୀ ସୁନ୍ଦରୀ। ଜମ୍ବୁନଦ ମାନେ ସୁନାର ପତ୍ରମାଳା। ସୁନାର ପତ୍ରମାଳା ଗୋଟେ ହୀରାର ପଦ। ଏ ମ୍ୟାଡ଼ାମ ଯେମିତି ଗୋଟେ ହୀରା ସୁନା ପତ୍ରମାଳାଟା ପକେଇଛନ୍ତି, ତା ଭିତରେ ଗୋଟେ ହୀରା ପଦକଟା ବଜିରେ ଆପଣମାନଙ୍କ ଦୃଷ୍ଟି କୁଆଡ଼େ ଯିବ ନା ସେ ହୀରା ପଦକ ଉପରେ ପଡ଼ୁଥିବ। ଜମ୍ବୁ ମାନେ ସୁନାର ପତ୍ରମାଳା, ସୁନାର ପତ୍ରମାଳା ଭିତରେ ହୀରା ପଦକ। ଏ ଶୈରିନ୍ଦ୍ରୀ, ଶୈରିନ୍ଦ୍ରୀ ମାନେ ଗୋଟେ ଦାସୀ। କିଚକ କାହାଠୁ ବୁଝିଲା ଏଇଟା ଗୋଟେ ଦାସୀ। ନାଇଁ ଦାସୀ ଏତେ ସୁନ୍ଦରୀ ହେଇପାରେ? କାହିଁକି ବି ପଶିବ? ଗୋଟେ ଦାସୀ ଏତେ ସୁନ୍ଦରୀ ହବ? ଏ ବାସଭୂଷଣରୁ ଜଣାଯାଏ ପୁଣି ସଧବା ଲକ୍ଷଣ ଯାକ। ଉଚ୍ଚ କୂଳ ବଧୂ ପରିଚାୟକତା ଆଚରଣ ଆଉ ବାକ୍ୟ। ତା ବାସଭୂଷଣ ଯେଉଁଭଳିଆ ଲୁଗା ପିନ୍ଧିଛି, ଯେଉଁଭଳିଆ ଅଳଙ୍କାର ସବୁ ଲଗେଇଛି, ଏଇଟା ତା ଠାଣି ମାଣି। ଶୈରିନ୍ଦ୍ରୀ ହେଲେ ରାଜପୁର ମଧ୍ୟ ଦେଖିଲେ ତାହାର ଠାଣି। ମନେ ହୁଏ ତାର ଆଗେ କିଛି ନୁହେଁ ଅମରନଗର ରାଣୀ। ଅମରନଗର ମାନେ ସ୍ୱର୍ଗପୁର, ଅମର ମାନେ ସ୍ୱର୍ଗ। ସ୍ୱର୍ଗପୁରର ରାଣୀ କିଏ? ନା ସଚୀ, ଇନ୍ଦ୍ରପତ୍ନୀ। ତେଣୁ ସଚୀ ବି ତା ସାଙ୍ଗରେ ସମାନ ହବନି। ନାରୀ ନୁହନ୍ତି ସେ ନଗରୀ ଲଳନା ସୁରମ୍ୟ କୁସୁମ ହାର। ମଲ୍ଲିକା ଚମ୍ପକ ସଙ୍ଗରେ ମିଶାଇ ଗୁନ୍ଥା ହୋଇଛି ମନ୍ଦାର। ଅଙ୍ଗେ ବଙ୍ଗେ ଜିଣି ମଗଧ ମୈଥିଲେ ଦେଖିଛି ଯେତେ ସୁନ୍ଦରୀ। ଏଜସାଚରଣ ଘଷା ପଥରକୁ ନୋହି ବେଟିଆ ନ ସରି। ଆନ ନାରୀ ସିନା ମର୍ତ୍ତ୍ୟର ତଟିନୀ ଏ ଯେ ମନ୍ଦାକିନୀ ଧାରା। ଆନ ନାରୀ ସିନା ମର୍ତ୍ତ୍ୟର କୁସୁମ ଏ ଯେ ଗଗନର ତାରା। ଏତେ ଅନିନ୍ଦ୍ୟ ସୁନ୍ଦରୀ ଗୋଟେ ଦାସୀ। ସେ କାହାଠୁ ବୁଝିଲା, ଗୋଟେ ଦାସୀକି ଡାକିଲା। ସେ ଦାସୀ ନାଁ ହଉଛି ଚପଳା। ସେ ରାତି ସାରା ଶୋଇପାରୁନି କିଚକ। ସନ୍ଧ୍ୟା ତ ହେଇଥିଲା, ରାତି ହେଇଗଲା। କହିଲା ମୁଁ ଯାହା ହେଲେ କଳେ ବଳେ କୌଶଳେ ମୁଁ ତାକୁ ସ୍ତ୍ରୀ ରୂପରେ ରଖିବି। ଯଦି ସେ ରାଜି ନହେଲା ତା ପାପ ପ୍ରଣୟରେ ଲିପ୍ତ ରହିବ। ଏବଂ ମନେ ମନେ କ'ଣ ଭାବୁଛି ନା ଯଦି ସେ ମୋ ସ୍ତ୍ରୀ ହେଇଗଲା, ସେ ଉପର ମହଲାରେ ଥିବ, ମୁଁ ତଳ ମହଲାରେ ଥିବି। ଦେଖନ୍ତୁ ଗଙ୍ଗାଧର ମେହରଙ୍କ କଳ୍ପନା। ଅଟ୍ଟାଳି ଉପରେ ଥାଇ କେବେ ମୋତେ ଦେଖି ଦେଉଥିବ ହସି। ଅଟ୍ଟାଳି ଉପରେ ଥାଇ କେବେ ମୋତେ ଦେଖି ଦେଉଥିବ ହସି। ସ୍ୱର୍ଗ ସୁଖ ରାଶି ହାତେ ଥିବେ ମୋର ପଡ଼ୁଥିବ ପୁଣି ଖସି। ଆଉ ନିବୃତ କକ୍ଷରେ ଭେଟି କେବେ ବାଛିବୁ କଚୁମ୍ବିବି ତାର। ତା ସାଇକୋଲୋଜି ପ୍ରେମ ବିସ୍ତାରିତ ନୟନ କମଳ ଦେଖୁଥିବି ବାରମ୍ବାର। ଏ ରୂପେ କିଚକ ଗଢ଼େ ମନେ ମନେ ଆଶରା ଓ ମରାବତୀ। ଅଭାବ ହୋଇଥିଲେ ପତଙ୍ଗ ଦୌଡ଼ି ହେଉଛି ପାବକ ପ୍ରତି। ତେଣୁ କିଚକ ଆଉ ନିଜକୁ ଆୟତ୍ତରେ ରଖିପାରିଲ ନାହିଁ। ତା ପାଇଁ ଅନ୍ତରାୟ ହେଉଛି ରାତି। ରାତିଟା କେମିତି ପାଇବ? এই ସମୟରେ କ'ଣ ନା ରାତି ପାଇଯାଇଛି। ସକାଳୁ ସକାଳୁ ଗୋଟେ ଆସି ସୁବର୍ଣ୍ଣ ଝରିରେ ମାନେ ସୁନା ଥାଳେ କିଛି ପାଣି ଘେନିକି ଆସିଛି। ସେ ତ ରାଜତନ୍ତ୍ର, ରାଜଘର। ବର୍ତ୍ତମାନ ସିନା ଆମେ ସବୁ ପ୍ଲାଷ୍ଟିକରେ ୟୁଜ୍ କରୁଛୁ, ସେତେବେଳେ ସବୁ ସୁନାରେ ସବୁ ଜିନିଷ ଥିଲା। ସୁନା ଢାଳିରେ ପାଣି କିଛି ଘେନିକି ଆସିଛି। କିଚକ ମୁଖ ପ୍ରକ୍ଷାଳନ କରିବ। ମୁଁ ଏଇଠି ଖାଲି ଗୋଟିଏ କଥା କହିବାକୁ ଚାହୁଁଛି। ଗଙ୍ଗାଧର ମେହେର ଶବ୍ଦ ଚଲେଇଛନ୍ତି ମାପି। ଆମେ ଶବ୍ଦ ଯାହା ମାନେ ତା ପାଖରେ ଲଗେଇ ଦେଉଛୁ। ଖବରକାଗଜରେ ଆମେ ଲେଖୁଛୁ, ଯିଏ ଧାଡ଼ିଏ କହିପାରୁନି ତା ପାଇଁ ଲେଖି ଦେଉଛି ସେ ବିଖ୍ୟାତ ବାକିବି। ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ଥିଲେ ଏବଂ ମୁଁ ଯେଉଁ ନାମର ଅଧିକାରୀ ସିଏ ମଧ୍ୟ ସେଇ ଚଳାଉଛନ୍ତି। ଶବ୍ଦ ଲେଖୁଛନ୍ତି, ସେହି ଦାସୀ କି ସେ ଯୋଗ୍ୟଦୂତି ମଣି ବୋଇଲା ଲୋ ଚପଳେ। ଦେଖନ୍ତୁ ଚପଳେ
हाँ मैडम को बर्तमान संबर्धना दूसरी आमर ओडिया विभाग मुख्य शब्द से लिखिं चपले से दासी की से कहते चपले ता ना हूँ चपला सी डाकुं चपले मैडम तो बर्तमान प्रिंसिपाल ये कॉलेजर ताकर गोटे व्यक्तिगत काम किसी अच्छी गोटे झीटी अच्छी टाइटल हूँ बेहरा से डाकबे कौन डाकबे ए झील शुणु ए बेहरा शुणु डाकिपर कि व्यक्तिगत काम अच्छी से कौन करेंगे ना ये बेहरा ठीक आसल पेटे थापुड़ी देवे टे खुशी करदे या ना नहीं ये तो गणतंत्र से राजतंत्र राजतंत्र किचक केते क्षमताशाली से दासी की कहला चपले से दासी की से योग्य दत्ती मणि बोईला लो चपले मोत तनुरे शीतल चंदन बोड़ी पारिबु कि पले सेपटे चपले एपटे पले देखो से कहते स्पंटानियस ओवरफ्लो से स्वभाव कवि हृदय भर बाहर स्वभाव कवि से चपले पले चपला आश्चर्य होगा कहला कौन कहते मुझे मानने देहात घसीदेवी कर्पूर पकई कर्पूर बास उत्पल ये सब पकईकि घसीदेवी এটা গোটে সাধারণ কথা বর্তমান মোহন মাঝি চাইবে যে মো দেহ হাত টিকে কষ্ট হচ্ছে মতো ঘষি দেব লোকଙ୍କର অভাব হব সাଙ୍ଗে সাଙ୍ଗে যাই পହଞ୍ଚିଯିବେ ଇଏ ପୁଣି କିଚକ সেই ଦାସୀ କି ସେ ଯୋଗ୍ୟ ଦୂତି ମଣି ବୋଇଲା ଲୋ ଚପଳେ ମୋତପ୍ତ ତନୁରେ ଶୀତଳ ଚନ୍ଦନ ବୋଳି ପାରିବୁ କି ପଳେ ଚପଳା କହିଲା ଏଠି କିବା କଥା ଆଜ୍ଞା ହେଲେ କପଳେ ମଣ୍ଡି ଦେଇ ପାରେ ଶ୍ରୀଅଙ୍ଗ ଚନ୍ଦନ କର୍ପୂର ବାସ ଉତ୍ପଳେ ତାକୁ ଇଂରାଜୀରେ କହନ୍ତି ଆଇରନିକାଲ ओडियाटा हूँ श्लेषालंकार किस कहे ना 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 से ये नुहे कर्पूर बास उत्पल से जिन नुहे कौन चाहूँगी ना आनीपारू जेबे मोह ईप्सित चंदन त्रुटि न करी देवाई लबे तोहर वांछित धन ये चपला हूँ भारी धूर्ता जेमती गंगाधर मेहर चपला फकीर मोहनकर हूँ चंपा छमाणा 8 गुंठ उपन्यासर चंपा ये दासी तो बहुत धूर्ता सागे सागे कहला कौन आप कहते कहला यही कथाटी दासी कहे प्रभु केउ चंदन रे एड़े स्नेह छामु कर आज्ञा हेउ कि ना अति जतन रे आनिबो दासी सत्तर किचक बोइला त्रिदश अंगना सदृशी एक युवती राजभवन रे एबे तो लोक भवन हो गलानी राजभवन रे करे अवस्थान देखिथिबु बुद्धिमती केते दिन आसी सरेन्द्री नाम रे नारी गणे परिचित प्राण सिद्ध करता संग चंदन एका मोहर वांछित कहला यही गोटे कथा कहला आपण व्यस्त होते नहीं मु कले बले कौशली चपला बोइला सुंदरी मणि की कले बले कौशली बांधी रखिदेवी प्रणय फासरे छामुक चरण तले मु आपण पाखरे आनी थोई देते एवं जाकि जिते चपला पहुँची जाइए सरेन्द्री पाखे गंगाधर मेहर श्रेष्ठ भित्तिबिंब हूँ ओडिया साहित्य आदर्श चरित्र चित्रण में गंगाधर मेहर होती अनन्य साधारण ताकर आ तुलनीय स्रष्टा कहीं ना आदर्श चरित्र चित्रण ता सत्वे जो मैंने दुष्टा नारी जो मैंने विटपी नारी जो मैंने खल प्रकृतिर नारी ताकू जवाब दे